ଏକ ଶାନ୍ତ ସୁନ୍ଦର ଗାଁଟିଏ ଥିଲା। ସେହି ଗାଁଟି ଦୂର ପାହାଡ଼ ଓ ଜଙ୍ଗଲ ମଧ୍ୟରେ ଏକ ନଦୀର ଧାରରେ ଅବସ୍ଥିତ ହୋଇଥିଲା। ସକାଳ ହେବା ମାତ୍ରେ ସୂର୍ଯ୍ୟଙ୍କର କିରଣ ଗାଁ ଗୁଡ଼ିକର ଘର ଉପରେ ପଡ଼ୁଥିଲା। ଛୋଟ ଛୋଟ ଚଢ଼େଇମାନଙ୍କ ରାବରେ ଓ ଗାଈଗୋରୁମାନଙ୍କ ଶବ୍ଦରେ ଗାଁଟି ପରିପୂର୍ଣ୍ଣ ହୋଇ ଉଠୁଥିଲା। ସେହି ଗାଁରେ ରହୁଥିଲେ ଏକ ବୃଦ୍ଧ ଚାଷୀ। ସେ ଅତ୍ୟନ୍ତ ଗରିବ ଶ୍ରେଣୀର ଲୋକ ଥିଲେ। ତାଙ୍କର ନାମ ରାମୁ ଥିଲା। ରାମୁ ଏକ ଛୋଟ ଘରେ ଆଉ ତାଙ୍କ ସ୍ତ୍ରୀ ସହିତ ସେ ଏକ ଛେଳିକୁ ପାଳିଥିଲେ, ଯାହାର ନାମ ଶ୍ରଦ୍ଧାରେ ଝୁମୁରି ରଖିଥିଲେ। ଝୁମୁରି କେବଳ ଏକ ଛେଳି ନଥିଲା, ସେ ଥିଲା ରାମୁଙ୍କ ପାଇଁ ତାଙ୍କ ପରିବାରର ଏକ ଅଂଶ ଭଳି। ପ୍ରତିଦିନ ସକାଳେ ଝୁମୁରି ରାମୁଙ୍କ ସହ ସେ ତାଙ୍କ ପଛେ ପଛେ ଚାଲି କ୍ଷେତକୁ ଯାଉଥିଲା। ସୁନ୍ଦର ସୁନ୍ଦର ଘାସ ଖାଉଥିଲା। ଝୁମୁରିର ଗାଁରେ 2 ଜଣ ସାଙ୍ଗ ଥିଲେ। ଏକ କୁକୁର ଯାହାର ନାମ ଟିପୁ ଥିଲା ଓ ଏକ ଗାଈ ଯାହାର ନାମ ମମତା ଥିଲା। ଝୁମୁରି ସବୁବେଳେ ଗାଁର ପିଲାମାନଙ୍କ ସହିତ ଖେଳୁଥିଲା। ଗାଁରେ ସମସ୍ତେ ଝୁମୁରିକୁ ବହୁତ ଭଲ ପାଉଥିଲେ। ସେମାନେ ସବୁବେଳେ ଏକା ସାଙ୍ଗରେ ରହୁଥିଲେ। କିନ୍ତୁ ଝୁମୁରିର ଏକ ନିୟମ ଥିଲା, ଜଙ୍ଗଲ ଭିତରକୁ ସେ କେବେ ବି ଯାଉନଥିଲା। ସେହି ନଦୀ ପାଖରେ ଥିଲା ଏକ ବଡ଼ ଜଙ୍ଗଲଟିଏ। ସେହି ଜଙ୍ଗଲରେ ଥିଲା ଏକ ଚତୁର ଶିଆଳ। ଶିଆଳଟେ ବହୁତ ଚତୁର ଥିଲା। ସେ କେବେ ସିଧାସଳଖ ଶିକାରକୁ ଶିକାର କରୁନଥିଲା। ସେ ମିଠା ମିଠା କଥା କହି ନିଜ ଜାଲରେ ପଶୁମାନଙ୍କୁ ଫସାଉଥିଲା। ହଠାତ୍ ଗୋଟିଏ ଦିନ ଶିଆଳଟେ ଝୁମୁରିକୁ ଦେଖିଲା। ଶିଆଳଟେ ଲୋଭରେ କହିଲା, ଏହି ଛେଳିଟେ କେବଳ ମୋର ଶିକାର ପାଇଁ ଅଟେ। ଏହା ମୋ ପାଇଁ ଏକ ସ୍ୱାଦିଷ୍ଟ ଭୋଜନ ଅଟେ। ସେ ଧୀରେ ଧୀରେ ଛେଳିଟେ ପାଖକୁ ଆସିଲା। ଛେଳି, ତୁମେ ଏଠାରେ ବହୁତ ଖରାପ ଘାସ ଖାଉଛ। ମୁଁ ଜଙ୍ଗଲ ଭିତରେ ଏକ ଭଲ ଘାସ ପଡ଼ିଆଟେ ଦେଖିଛି, ଯେଉଁଠାରେ ବହୁତ ସ୍ୱାଦିଷ୍ଟ ଘାସ ହୋଇଛି। ଝୁମୁରି ଧୀରେ କହିଲା, ମୁଁ ଏଠାରେ ଭଲ ଅଛି। ମୋର କୁଆଡ଼େ ଯିବା ଦରକାର ନାହିଁ। ଶିଆଳଟେ ଝୁମୁରିକୁ ନ ଚମକାଇ ଧୀରେ ଧୀରେ ଜଙ୍ଗଲକୁ ପଳାଇଗଲା। ଏମିତି କିଛି ଦିନ ପରେ ଶିଆଳଟେ ଝୁମୁରିକୁ ଶିକାର କରିବା ପାଇଁ ଏକ ଉପାୟ ତିଆରି କଲା। ସେ ଯାଇ ଜଙ୍ଗଲରେ ଭୟଙ୍କର ଏକ ଗୁଜବ ପ୍ରଚାର କରିଲା। ସମସ୍ତ ପଶୁମାନଙ୍କୁ କହିଲା, ବାଘ ଆସିଛି, ବାଘ ଆସିଛି, ବାଘ ସମସ୍ତଙ୍କୁ ଖାଇଦେଉଛି। ପଶୁଗୁଡ଼ିକ ଧୀରେ ଧୀରେ ଶିଆଳଟିର କଥା ଶୁଣି ଭୟ କରିବାକୁ ଲାଗିଲେ। ପୁଣି ଥରେ ଶିଆଳଟେ ଝୁମୁରି ପାଖକୁ ଆସିଲା ଓ କହିଲା, ତୁମେ ଏଠାରେ ରହିଲେ ତୁମ ପାଇଁ ବିପଦ ଅଟେ, କାରଣ ଜଙ୍ଗଲରେ ବାଘ ଆସି ବୁଲୁଛି। ତୁମେ ଗୋଟେ କାମ କର, ତୁମେ ମୋ ସହିତ ଚାଲ, ମୁଁ ତୁମର ଜୀବନ ବଞ୍ଚାଇ ଦେବି। ଝୁମୁରି ଚୁପ୍ ରହିଲା, କିନ୍ତୁ ସେ ମନେ ମନେ ଜାଣିସାରିଥିଲା, ଏହା ଏକ ଚକ୍ରାନ୍ତ ଅଟେ। ଝୁମୁରି ଗାଁକୁ ଫେରିଲା। ରାମୁ ଓ ତାର ସାଙ୍ଗ ଟିପୁ ଓ ମମତାକୁ ଶିଆଳର ଚକ୍ରାନ୍ତ ବିଷୟରେ ସବୁ ଜଣାଇଲା। ସମସ୍ତେ ମିଶି ଶିଆଳକୁ ପାନେ ଦେବା ପାଇଁ ଏକ ଯୋଜନା ପ୍ରସ୍ତୁତ କଲେ। ପରଦିନ ସକାଳେ ପୁଣି ପୂର୍ବପରି ଝୁମୁରି ଘାସ ଚରିବାକୁ ଗଲା। ଶିଆଳଟେ ଝୁମୁରିକୁ ଦେଖି ପୁଣି ଝୁମୁରି ପାଖକୁ ଆସିଲା। ଝୁମୁରି ଶିଆଳଟିକୁ କହିଲା, ମୁଁ ତୁମ କଥାରେ ଆଜି ରାଜି।
ମୁଁ ତୁମ ସାଙ୍ଗରେ ଯିବି। ମନେ ମନେ ଶିଆଳଟେ ବହୁତ ଖୁସି ହୋଇଗଲା। ଝୁମୁରି ଯୋଜନା ହିସାବରେ ଶିଆଳଟିକୁ ଏକ ଘର ଭିତରକୁ ନେଇ ଆସିଲା। ଶିଆଳଟେ ଘର ଭିତରକୁ ଯିବା ପୂର୍ବରୁ ଝୁମୁରିକୁ ପଚାରିଲା, ଏହା ସୁରକ୍ଷିତ ଜାଗା ଅଟେ ତ? ଝୁମୁରି ନିର୍ଭୟରେ କହିଲା, ହଁ, ଭିତରକୁ ଆସ, ଏହା ସୁରକ୍ଷିତ ଜାଗା ଅଟେ। ଧୀରେ ଧୀରେ ଶିଆଳଟି ଘର ଭିତରକୁ ଯିବା ମାତ୍ରେ ରାମୁ ଦୁଆର ମୁହଁ ପାଖରୁ ଘର ଭିତରକୁ ଆସିଲେ ଓ ଟିପୁ ମଧ୍ୟ ରାମୁଙ୍କ ସହ ଆସି ଶିଆଳଟିକୁ ଘର ଭିତରେ ଘେରିଦେଲେ। ବିଚରା ଶିଆଳଟେ ଫସିଗଲା। ଶିଆଳଟେ କହିଲା, ମୋତେ ଛାଡ଼ି ଦିଅନ୍ତୁ, ମୁଁ ଭୁଲ କରିଛି, ମୁଁ ଦୋଷୀ ଅଟେ। ଝୁମୁରି ଶିଆଳଟିକୁ କହିଲା, ଚତୁରତା ଭଲ, କିନ୍ତୁ ଦୁଷ୍ଟଟା ଭଲ ନୁହେଁ। କିଛି ସମୟ ପରେ ରାମୁ ଓ ଟିପୁ ସହିତ ଗାଁର କିଛି ଲୋକମାନେ ମିଶି ଶିଆଳଟିକୁ ମାରିଦେଲେ। କଥାରେ ଅଛି, କାହାର ସରଳତାକୁ ତାର ଦୁର୍ବଳତା ଭାବିବା ଭୁଲ ଅଟେ।